শ্রীবৎস খণ্ড সার কাহা পাই শ্রীমন্দির তো কাহা পাই বড়দেব। গোটে জাতির জয়রে পরাজୟରେ ସୃଷ୍ଟିରେ ସୃଜନୀରେ ବିଷାଦରେ ଓ ବିବାଦରେ ମୁଁ ସବୁଠୁ ବଡ଼ ସାକ୍ଷୀ। ଅରୁଣ ସ୍ତମ୍ଭରୁ 22 ପାହାଚ ଦେଇ ରତ୍ନ ସିଂହାସନ ଯାଏ ସବୁ ପାଦ ଚିହ୍ନକୁ ମୁଁ ସାଇତି ରଖିଛି ମୋ ସ୍ମୃତିରେ। ପ୍ରବଳ ପ୍ରତାପୀ ଗଜପତିଙ୍କ ବିଜୟ ବିଗୁଲରେ ମୁଁ ଯେତିକି ଆତ୍ମହରା ହେଇଛି, ଲୁଣ୍ଠନକାରୀ ଯବନମାନଙ୍କ ଆକ୍ରମଣ ମୋତେ ସେତିକି ସ୍ତବ୍ଧ କରୁଛି। ଆଜି ମୁଁ କହିବି ଇତିହାସର କିଛି ରକ୍ତିମ ଅଧ୍ୟାୟରେ ମୁଁ ବାରମ୍ବାର ଲୁଣ୍ଠିତ ଲାଞ୍ଛିତ ହେଇବି କେମିତି ସଗର୍ବରେ ଠିଆ ହେଇଛି, କେମିତି ଏ ଓଡ଼ିଆ ଜାତି ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଜଗନ୍ନାଥଙ୍କୁ ସୁରକ୍ଷିତ ରଖିବାରେ ଆପ୍ରାଣ ଚେଷ୍ଟା କରିଛି। नायब नाजिम तर्किका मो शासनरे जगन्नाथ को दार कोतरा कपेर मानकर बंशीदार कौन अधिकार नहीं। जो उत्कल राजा रामचंद्र देव को बंदी करी श्री मंदिर को लुंठन करो, लुंठन। हेलो हेलो उत्कल सम्राट रामचंद्र देव दक्षिणिका आक्रमण करिछि। नन्ना सुण से पुणी श्रीमंदिर उपरे आक्रमण कर लुंठन करने योजना करुछि। सुण नाना महाप्रभु को किसी दिन आमको निशी विजन में गोपन करने को पड़िबो। किंतु सुण ए कथा जमती मालिक के कानरू टिक्कान न हुए। हे प्रभु करिया, हे प्रभु जगन्नाथ हमको क्षमा करो मणिमा, हमको क्षमा करो मणिमा, हे महाभाग आपण होती उत्कलर मौरमणि, आपण रत्न सिंहासन विराजमान करती। किंतु महाप्रभु आपण किसी दिन निशी विजन में गोपन रहा पड़िया कालिया ठाकुर रहा पड़ो। सारा उत्कलवासी निजर जीवन देवे बड़ किंतु से विधर्मी तर्की खाना आपण श्रीअंग के स्पर्श करने को देवेनि मणिमा, स्पर्श करने को क्षमा करो मणिमा, क्षमा
ଗର୍ଭଗୃହର ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଗଲା। ସେଦିନ ମୋ ପାଇଁ ଥିଲା ସବୁଠୁ ଦାରୁଣ ମୁହୂର୍ତ୍ତ। ଶୂନ୍ୟ ରତ୍ନବେଦୀକୁ ଦେଖି ମୁଁ ଯେତିକି ରୋମାଞ୍ଚିତ ହେଇଥିଲି, ତାଠାରୁ ଅଧିକ ଭାଙ୍ଗି ପଡ଼ିଥିଲେ ମହାପ୍ରଭୁଙ୍କ ପ୍ରିୟ ସେବକମାନେ। କିଣି କିଣି ଯାଉଛ ଜଗନ୍ନାଥଙ୍କୁ, ଆମେ ଦର୍ଶନ କରିବୁ କାହାକୁ? କିଣି କିଣି ଯାଉଛ ଜଗନ୍ନାଥଙ୍କୁ, କୁଳପଙ୍କର ରଣୀ ପଣ୍ଡାରେ କଣାଗୁଡ଼ି, କୁଳପଙ୍କର ରଣୀ ପଣ୍ଡାରେ କଣାଗୁଡ଼ି, ବିଧାତା ମହିଳା ଓଡ଼ିଶାକୁ କିଣି କିଣି ଯାଉଛ ଜଗନ୍ନାଥଙ୍କୁ, ଆମେ ଦର୍ଶନ କରିବୁ କାହାକୁ? କିଣି କିଣି ଯାଉଛ ଜଗନ୍ନାଥଙ୍କୁ। ଜଗନ୍ନାଥକୁ ବଞ୍ଚେଇବା ପାଇଁ ତାକୁ ବହୁତ ଛପେଇ ରଖୁଛୁ। ସଚ କହ, କାହିଁକି ଜଗନ୍ନାଥ କାହିଁ? ପ୍ରାଣ ପଶ୍ୟ ଉତ୍ସର୍ଗ କରିଦେବି, ହେଲେ କାଳିଆ ଠାକୁରକୁ ତୋ ଭଳିଆ ଅଧର୍ମୀ ହାତରେ ମୁଁ ସମର୍ପି ଦେଇପାରିବି ନାହିଁ। ତୁ କାମ କରିଦେଲେ ମୋର କିଛି ଫାଇଦା ହବା ନା। ଥରେ ଥରେ ଖାଲି ତ ଜଗନ୍ନାଥ ମୋ ପାଖକୁ ଆସିବା ଦରକାର। ଜଗନ୍ନାଥ ମୋ ପାଖକୁ ଆସିଗଲେ ଏ ଲକ୍ଷ ଲକ୍ଷ ଓଡ଼ିଆ ମୋ ଗୁଲାମ ପାଲଟି ଯିବେ, ଗୁଲାମ। ନା, ଜଗନ୍ନାଥ ଆମ କୋଟି ଓଡ଼ିଆଙ୍କ ପ୍ରାଣ, ଆମ ଆତ୍ମା। ସେ ଆବଶ୍ୟକ ପଡ଼ିଲେ କୋଟି କୋଟି ଓଡ଼ିଆ ଲୋକ ବଡ଼ଦାଣ୍ଡରେ ପ୍ରାଣ ବଳି ନେବେ, ହେଲେ ତୋ ଭଳି ବିଧର୍ମୀ ହାତରେ କେବେ ଟେକି ଦେଇପାରିବୁ ନା। ଲକ୍ଷ୍ମୀ ଖଣ୍ଡ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଇସ୍ଲାମ ହବ। ମୋ ଦେହକୁ ନିଗାହ କରିବୁ ତ ତୋର ଜଗନ୍ନାଥ ବଞ୍ଚିଯିବ, नहीं तो प्रतिका होते कल श्रीमंदिर ଉପରେ ଆକ୍ରମଣ କରିବ। ସୋଚ ଦେଖନ୍ତୁ, ଧର୍ମରେ ଜଗନ୍ନାଥ को हराइबु ना विजय ନେଇକି ଜଗନ୍ନାଥକୁ ବଞ୍ଚାଇବୁ। ସୋଚ ଦେଖନ୍ତୁ, ସୋଚ। ନା ନା, एके परीक्षा कुह महाप्रभु, एके परीक्षा कुह, केउ सत गोटी मानि नेबी प्रभु, केउ पथे जेबी कुह, एके परीक्षा कुह महाप्रभु, एके परीक्षा कुह। कौन है गजपति केते द्वंद्व कहीं जा विवाह हो जा। କିଏ କିଏ କହୁଛ? କିଏ ତୁମେ? ମୁଁ ହେଉଛି ତୁମର ପ୍ରତିବିମ୍ବ, ମୁଁ ହେଉଛି ତୁମର ବିବେକ, ମୁଁ ହେଉଛି ତୁମର ଆତ୍ମସମ୍ମାନ। ମୁଁ ବିବାହ କରିବାକୁ ଚାହୁଁନି ଗଜପତି, ମୁଁ ବିବାହ କରିବାକୁ ଚାହୁଁନି। ସେମିତି ହେଲେ ଯୁଗ ଯୁଗ ପାଇଁ ମୋ ମଥାରେ କଳଙ୍କ ଟୀକା ହୋଇ ବଳି ରହିଯିବ। ତାହେଲେ କଣ ତମେ ତମ ମହାପ୍ରଭୁଙ୍କ ମଥାରେ କଳଙ୍କର ଟୀକା ବୋଳିଦବ, ଦେଇଦବ ତାକୁ ସେ ବିଧର୍ମୀ ହାତକୁ? ତାହା ନହେଲେ କଣ ମୁଁ ନିଜେ ବିଧର୍ମୀ ପାଲଟି ଯିବି? ଗଜପତି, ତମେ ଭୁଲି ଯାଉଛ ବିଧର୍ମୀର ଅର୍ଥ କଣ। ବିଧର୍ମୀ ସେ ନିଜ ଧର୍ମ ନଷ୍ଟ କରେ, କିନ୍ତୁ ଯିଏ ଧର୍ମ ରକ୍ଷା କରିବା ପାଇଁ ଯିଏ ତ୍ୟାଗ ଓ ବଳିଦାନ ଦିଏ ସେ କେବେ ବିଧର୍ମୀ କୁହାଯାଇ ନପାରେ। ତମେ ଭୁଲି ଯାଉନି ଗଜପତି, ତମେ ହେଉଛ ଉତ୍କଳର ସମ୍ରାଟ। ଉତ୍କଳବାସୀଙ୍କୁ ରକ୍ଷା କରିବା, ଜଗନ୍ନାଥ ସଂସ୍କୃତିକୁ ସୁରକ୍ଷା ଦେବା, ଏହା ତମର ଦାୟିତ୍ୱ। ଯାଅ ରାଜଧର୍ମ ପାଳନ କର ଗଜପତି, ରାଜଧର୍ମ ପାଳନ କର। ଯାଅ ଗଜପତି, ଯାଅ। ହଁ, ମୁଁ ମୋର ରାଜଧର୍ମ ପାଳନ କରିବି। ଇତିହାସ ମୋ ମଥାରେ କଳଙ୍କ ଟୀକା ବୋଳିଦେଲେ ଦୁଃଖ ନାହିଁ, ହେଲେ ମୁଁ ମୋ କଳା ଠାକୁରକୁ ଅଧର୍ମୀ ହାତରେ ସମର୍ପି ଦେଇପାରିବି ନାହିଁ। କେବେ ବି ସେ ଅଧର୍ମୀ ହାତରେ ମୁଁ ସମର୍ପି ଦେଇପାରିବି ନାହିଁ।
আজিঠাରୁ উৎকল রাজা রামচন্দ্র দেব পাল্টি গেলে অবিজ খাদা রূপে। ଯାଉଛି କେତେ ଦିନ ହେଲେ ମୋ କାଳିଆ ସାଆନ୍ତ ମୁଁ ଦର୍ଶନ କରିନି। ଯାଉଛି ସେ କାଳିଆ ମଦନକୁ ଟିକେ ଦର୍ଶନ କରିବି। ରୁହ ଗଜପତି ରୁହ, ଆପଣଙ୍କୁ ମନ୍ଦିର ପ୍ରବେଶ ନିଷେଧ। କଣ ହେଲା? ମୁଁ ଉତ୍କଳର ଗଜପତି, ମତେ ମନ୍ଦିର ପ୍ରବେଶ କରିବା ନିଷେଧ? ମୁଁ ନିଶ୍ଚୟ ଦର୍ଶନ କରିବି। ରୁହ ଗଜପତି ରୁହ, କ୍ଷମା କରିବେ ମହାରାଜ ଯଦି ମୋ ବ୍ୟବହାର ଆପଣଙ୍କୁ ଖରାପ ଲାଗିଥାଏ। କଣ କହିଲେ? ଆପଣ ହେଉଛନ୍ତି ଉତ୍କଳର ଗଜପତି। ଆରେ ଯୋଉ ତର୍କିକା ପାଇଁ ମହାପ୍ରଭୁ ଏତେ ଦିନ ଗୋପନରେ ରହୁଥିଲେ, ଯୋଉ ତର୍କିକା ଉତ୍କଳ ଉପରେ ଆକ୍ରମଣ କଲା, ଯୋଉ ତର୍କିକା ଶ୍ରୀମନ୍ଦିର ଉପରେ ଲୁଣ୍ଠନ କରିବା ପାଇଁ ଯୋଜନା କଲା, ଶେଷରେ ଆପଣ ତାରି ଭଉଣୀକୁ ବିବାହ ହେଲେ ଆଉ କହୁଛନ୍ତି ଆପଣ ଉତ୍କଳର ଗଜପତି। ଆପଣ ବିଧାନ ନେଇଯାଇଛନ୍ତି ରାଜନ, ଆପଣ ବିଧାନ ନେଇଯାଇଛନ୍ତି। ବିଧାନ ନେବା ପାଇଁ ଶ୍ରୀମନ୍ଦିର ଫେରି ଆଣନ୍ତୁ, ଏଠି ଫେରି ଆଣନ୍ତୁ। ଗୋସାଇ ଗୋସାଇ ଶୁଣନ୍ତୁ, ଗୋସାଇ ଗୋସାଇ ଶୁଣନ୍ତୁ, ମୁଁ ମୋର ଜଗନ୍ନାଥଙ୍କୁ ଦର୍ଶନ କରିବି। ଗୋସାଇ କେତେ ଦିନ ମୁଁ ଜଗନ୍ନାଥଙ୍କୁ ମୋର ଦର୍ଶନ କରିବି। ଗୋସାଇ ଶୁଣନ୍ତୁ, ଗୋସାଇ ଶୁଣନ୍ତୁ, ଗୋସାଇ ଶୁଣନ୍ତୁ, ମୁଁ ମୋ ଜଗନ୍ନାଥ ଦର୍ଶନ କରିବି। ଗୋସାଇ ଶୁଣନ୍ତୁ, ଗୋସାଇ ଶୁଣନ୍ତୁ। ଏ ଶାନ୍ତେ କେମିତି ଯିବେ ତୁମ୍ହାରେ ଦର୍ଶନ ବିନା, ତୁମ୍ଭ ଜଗତେ ନ ପାରୁନି ଦେଖି ଦେଉଳକୁ ଯିବା ମନା। দেখি তুম্ভ প্রভু কোণ, দেখি তুম্ভ প্রভু কোণ, দেখি তুম্ভ প্রভু কোণ। হে প্রজ্ঞাକୁ যদি রূপণ করিল, হারিদেবি এই প্রাণ। তুম্ভ প্রভু কোণ হেব অকারণ। Thank you. ଯୁଗେ ଯୁଗେ ମୋ ପାଇଁ ଶ୍ରେଷ୍ଠ ମୋର ଭକ୍ତ। ମୋ ଭକ୍ତ ଯଦି ପତିତ ବୋଲି ମୋ ଦର୍ଶନରୁ ବଞ୍ଚିତ, ତାହେଲେ ଆଜିଠୁ ଅଗଣିତ ପତିତଙ୍କୁ ପାବନ କରିବା ପାଇଁ ମୋ ରତ୍ନ ସିଂହାସନରୁ ଓହ୍ଲେଇ ପଡ଼ିବି ସିଂହଦ୍ୱାର ଗୋମୁଟକୁ। ଆଉ ସିଂହଦ୍ୱାର ଗୋମୁଟରେ ଅଗଣିତ ପତିତଙ୍କୁ ଉଦ୍ଧାର କରିବା ପାଇଁ ମୋ ନାଁ ହେବ ପତିତ ପାବନ। କିଏ କିଏ କହୁଛ? ସତରେ କଣ ମୁଁ ମୋ ଜଗନ୍ନାଥଙ୍କୁ ଦର୍ଶନ କରିପାରିବି? ଧନ୍ୟ ଧନ୍ୟ ଜଗନ୍ନାଥ, ଧନ୍ୟ କୋଟି ଓଡ଼ିଆଙ୍କ ମୌଡ଼ମୁନି, ଧନ୍ୟ ମହାବାହୁ, ଧନ୍ୟ।
ଗୁମୁଟରେ ମହାପ୍ରଭୁ ଦେଲେ ଦର୍ଶନ ଓ ପତିତ ଦର୍ଶନ ପାଇଁ ଆଜି ଠାରୁ ହେଲେ ସିଏ ପତିତ